ବୟସକୁ ସଭିଙ୍କ ପ୍ରଶ୍ନ। ବୟସ ହେଲେ ସମସ୍ତେ ତୁମକୁ ପ୍ରଶ୍ନ ବାଣରେ ଘାଇଲା କରନ୍ତି। କ'ଣ ସେଇ ପ୍ରଶ୍ନ, କେଉଁ ବୟସରେ କେଉଁ ପ୍ରଶ୍ନ, ଚାଲନ୍ତୁ ଦେଖିବା। ବୟସକୁ ନେଇ ସଭିଙ୍କ ପ୍ରଶ୍ନ ଥାଏ। ପ୍ରଥମରୁ 10 ବରଷ ବୟସ, ସୁଖ ସମୟଟା ସତେ। ଚେହେରା ଦେଖି ତ ଲୋକେ ପଚାରିବେ, ବୟସ ହେଲାଣି କେତେ? 10ରୁ 20 ବିଦ୍ୟାର୍ଥୀ ଜୀବନ ବିତିବ ପାଠ ପଢ଼ାରେ। ଲୋକେ ପଚାରିବେ କେତେ ପ୍ରତିଶତ ନମ୍ବର ତ ପରୀକ୍ଷାରେ। ଏଇଟା ସମସ୍ତଙ୍କ ଜୀବନରେ ହେଉଛି। 10ରୁ 20 ବର୍ଷ ଭିତରେ ପାଠ ପଢ଼ାରେ ଜୀବନ ବିତିବ, ଆଉ କେତେ ପ୍ରତିଶତ ନମ୍ବର ପରୀକ୍ଷାରେ ରହିଲା ସେଇଟା ସମସ୍ତେ ପଚାରିବେ। 20ରୁ 30 ପ୍ରଶ୍ନର ବାଣରେ ଘାଇଲା କରିବେ ତତେ। ଚାକିରି ବେପାର କିସ ତୁ କରୁଛୁ, ରୋଜଗାର ତୋର କେତେ? ରୋଜଗାର କେତେ ସେଇଟା ପଚାରିବେ 20ରୁ 20ରୁ 30 ବର୍ଷ ଭିତରେ। କହିବେ ଚାକିରି ବେପାର କ'ଣ କରୁଛୁ, ତୋର ରୋଜଗାର କେତେ? ଏଇଟା ସମସ୍ତେ ପଚାରିବେ ଯେଉଁଠି ଦେଖିଲେ। 30ରୁ ଡେଇଁବୁ 40 ଧରିବୁ ହାତକୁ ଦିହାତ ହେବୁ। ଲୋକେ ପଚାରିବେ ଘରଣୀ କେମିତି, ପିଲା ଛୁଆ କେତେ ବାବୁ? 30ରୁ 40 ଭିତରେ ହାତକୁ ଦିହାତ ହେବ ଏବଂ ଲୋକମାନେ ପଚାରିବେ ତୋ ଘରଣୀ କେମିତି, ପିଲା ଛୁଆ କେତେଟି ବାବୁ? ଏଇସବୁ ପ୍ରଶ୍ନ ପଚାରିବେ। 40-50 ଏ 10 ବରଷ ଗଧ ଜୀବନର ଭାର। ଜ୍ଞାତି ପରିବାରେ ଚର୍ଚ୍ଚାର ଖବର, କେତେ ଧନ ଅଛି ତୋର? 40ରୁ 50 ଏଇ 10 ବର୍ଷ ଭିତରେ ଗଧ ଜୀବନର ଭାର ନେବ। ଜ୍ଞାତି ପରିବାରରେ ଚର୍ଚ୍ଚାର ଖବର ହେବ, କେତେ ଧନ ଅଛି ତୋର? 50-60 ପାଚିଲା ବାଳରେ, କଳା ତୁ ବଳିଲେ ଯେତେ। ପଚାରିବେ ତତେ ବ୍ଲଡ଼ ପ୍ରେସର, ସୁଗାର ରହୁଛି କେତେ? ପାଚିଲା ବେଳେ 50ରୁ 60 ଭିତରେ ସମସ୍ତେ ବ୍ଲଡ଼ ପ୍ରେସର ସୁଗାର ବିଷୟରେ ପଚାରିବେ। 60ରୁ 70 ବାର୍ଦ୍ଧକ୍ୟ ଜୀବନ ବିଶ୍ରାମ ଏକାନ୍ତ ଚିତେ। ଗୋଟିଏ ପ୍ରଶ୍ନ ହିଁ ସବୁରି ଅଠରେ, ପେନସନ୍ ମିଳୁଛି କେତେ? 60ରୁ 70 ବାର୍ଦ୍ଧକ୍ୟ ଜୀବନରେ ବିଶ୍ରାମ ହିଁ ନେବ, ଆଉ ପେନସନ୍ କେତେ ମିଳୁଛି? 70ରୁ 80 ବଳଜୀବ ଖସି, ବ୍ୟାଧି କବଳିତ ମନ। ଗୋଟିଏ ପ୍ରଶ୍ନକୁ ନୀତି ଶୁଣୁଥିବୁ, ଆରେ ଆଉ ଭାଇ କେତେ ଦିନ? ସମସ୍ତେ 70ରୁ 80 ଯଦି ବଳ ତ ଖସି ଯାଇଥିବ, ରୋଗଗ୍ରସ୍ତ ହୋଇଯାଇଥିବ, ବ୍ୟାଧି କବଳିତ ହୋଇଯାଇଥିବ, ଗୋଟିଏ ପ୍ରଶ୍ନ ସବୁବେଳେ ପଚାରୁଥିବେ, ଆରେ ଆଉ ଭାଇ କେତେ ଦିନ, ଆଉ କେତେ ଦିନ ତମେ ଏମିତି ଚାଲିବ, କେତେ ଦିନ ଆଉ ବଞ୍ଚିବା? ଏଇ ବିଷୟରେ 80ରୁ ଯଦି ତୁ ଅଧିକ ବଞ୍ଚିଲୁ, ଅଲଡ଼ା ଆପଣା ଘରେ। ହରିନାମ ସାର ବାର୍ଦ୍ଧକ୍ୟରେ ତୋର, ଅନ୍ତିମ ଯାତ୍ରାର ଦ୍ୱାରେ। 80ରୁ ଯଦି ଅଧିକ ବଞ୍ଚିଲୁ, ତାହେଲେ ଅଲଡ଼ା ଆପଣା ଘରେ। ଘରେ ତମକୁ ଅଲଡ଼ା ହେଇଯିବ, ତୁମେ ହରିନାମ ସାର ହିଁ ହେବ, ଆଉ ବାର୍ଦ୍ଧକ୍ୟରେ ତୋର ଅନ୍ତିମ ଯାତ୍ରାର ଦ୍ୱାରେ। ଜନମରୁ ଜୁଇ ଜୀବନଟା ଭାଇ, ସଂଘର୍ଷର ମୂକ ସାକ୍ଷୀ। ଥକି ପଡ଼ିବୁନି ପ୍ରଶ୍ନ ଶୁଣୁଥିବୁ, ବୁଝିବା ଆଖରୁ ଆଖି। ଆଖି ବୁଝିବା ପର୍ଯ୍ୟନ୍ତ ସବୁବେଳେ ପ୍ରଶ୍ନ, ସମସ୍ତେ ସବୁବେଳେ କିଛି ନା କିଛି ପ୍ରଶ୍ନ ନେଇ ତୋ ପାଖକୁ ଆସିବେ ଏବଂ ତୋତେ ପ୍ରଶ୍ନ ବିଭିନ୍ନ ପ୍ରକାର ପଚାରିବେ। ତେଣୁକରି ଜନ୍ମଠାରୁ ଜୁଇ ଯିବା ପର୍ଯ୍ୟନ୍ତ ସବୁବେଳେ ସଂଘର୍ଷ କରିବାକୁ ପଡ଼ିବ। ଆଉ ଥକି ପଡ଼ିବୁନି ରେ ବାବୁ, ସବୁ ପ୍ରଶ୍ନ ଶୁଣୁଥିବୁ ଆଖି ବୁଝିବା ଯାକେ। ତାହେଲେ ଏମିତି ଜୀବନଟି ଭାଇମାନେ, ଯଦି ଭଲ ଲାଗିଛି ତାହେଲେ ଲାଇକ୍ ସେୟାର କରିବ। ରହୁଛି।